Yes. Yes. Okay. ପ୍ରଭୁଙ୍କର ମହାନାମକୁ ମୁଁ ଧନ୍ୟବାଦ ଦଉଛି ଆପଣମାନଙ୍କ ମଧ୍ୟରେ ପ୍ରଭୁଙ୍କର ବାକ୍ୟ କହିବା ପାଇଁ ପ୍ରଭୁ ମୋତେ ସୁଯୋଗ ଦେଇଛନ୍ତି। Today I want to share on repentance towards God. ଆଜି ମୁଁ ମନ ପରିବର୍ତ୍ତନ ବିଷୟରେ ଈଶ୍ୱରଙ୍କ ପ୍ରତି ମନ ପରିବର୍ତ୍ତନ ବିଷୟରେ କହିବାକୁ ଚାହେଁ। Most of the people, when they talk of born again experience, they only give importance to faith. ଯେତେବେଳେ ଅନେକାଂଶ ଲୋକମାନେ ଯେତେବେଳେ ମନ ପରିବର୍ତ୍ତନ ବା ପୁନର୍ଜନ୍ମ ବିଷୟରେ ସେମାନେ କଥା ହୁଅନ୍ତି, ସେମାନେ କେବଳ ବିଶ୍ୱାସ ବିଷୟରେ ସେମାନେ ଆଲୋଚନା କରନ୍ତି। Very few people talk of repentance. କିନ୍ତୁ ଅଳ୍ପ କିଛି ଲୋକ ପ୍ରାୟଶ୍ଚିତ ବିଷୟରେ ବା ମନ ଫେରଣ ବିଷୟରେ କଥା ହୁଅନ୍ତି। See, for a child to be born, there should be a husband and a wife. ଦେଖନ୍ତୁ ଯେତେବେଳେ ଛୁଆ ଗୋଟେ ଜନ୍ମ ଲାଭ କରେ ସେହି ସମୟରେ ନିଜର ପିତା ମାତା ରହିବାର ଆବଶ୍ୟକ ଅଛି। In the same way, to be born again, there is need for repentance and faith in God. ସେହି ପ୍ରକାର ଭାବରେ ପୁନର୍ଜନ୍ମ କହିଲେ ମନ ଫେରଣ ଏବଂ ବିଶ୍ୱାସ ରହିବାର ଆବଶ୍ୟକ ଅଟେ। So I want to talk today on the importance of repentance in our daily life. ମୁଁ ଆଜି ମନ ପରିବର୍ତ୍ତନ ବିଷୟରେ ପ୍ରତିଦିନ ଯୋଉ ପ୍ରକାର ଆମମାନଙ୍କ ଗୁରୁତ୍ୱପୂର୍ଣ୍ଣ ରହିଛି ସେହି ବିଷୟରେ ମୁଁ କହିବାକୁ ଚାହେଁ। See, in an army parade or an NCC parade, when the captain says about turn, all the soldiers have to turn 180 degree to the complete opposite direction. ଦେଖନ୍ତୁ ଯେତେବେଳେ ଆର୍ମି ବା ଏନସିସି ରେ ଯେତେବେଳେ କମାଣ୍ଡର କମାଣ୍ଡ ଦେଇଥାନ୍ତି ସେହି ସମୟରେ ଜଣେ ବ୍ୟକ୍ତି 180 ଡିଗ୍ରୀ ସେ ବୁଲି ପଡ଼ିଥାଏ, ବିପରୀତ ଦିଗକୁ ସେ ବୁଲି ପଡ଼ିଥାଏ। In the same way, in a Christian life, repentance is a complete opposite turn towards God. ସେହି ପ୍ରକାର ଭାବରେ ଆମମାନଙ୍କର ଖ୍ରୀଷ୍ଟିଆନ ଜୀବନରେ ସମ୍ପୂର୍ଣ୍ଣ ବିପରୀତ ଆଡ଼କୁ ପ୍ରଭୁଙ୍କ ନିକଟକୁ ପ୍ରଭୁଙ୍କ ଆଡ଼େ ଆମମାନେ ଅନାଇବା। In 1 Thessalonians chapter 1 verse 9, 1 Thessalonians 1 verse 9, the second part says like this: how they turned to God from idols to serve the living God. ଆମମାନେ ପ୍ରଥମ ତେସଲୋନିୟ 1:9 ଶେଷ ଅଂଶରେ ଦେଖିବା କି ପ୍ରକାର ଭାବରେ ବିଶ୍ୱାସୀ ମାନେ ପ୍ରତିମା ଠାରୁ ସେମାନେ ମର ଫେରଣ କରି ଈଶ୍ୱରଙ୍କ ଆଡ଼କୁ ସେମାନେ ଅନେଇଲେ। See, I think none of us worship physical idols. ଆମମାନେ କେହି ମଧ୍ୟ ମାନେ ଶାରୀରିକ ପ୍ରତିମା ମାନଙ୍କୁ ପୂଜା କରୁନାହୁଁ। But there are there can be other idols like love of money or my honor, my reputation. These are other idols. ଅନ୍ୟ ପ୍ରକାର ଭାବରେ ମଧ୍ୟ ଅଛନ୍ତି ଯାହାକି ମାନେ ଟଙ୍କା ପଇସାର ଭଲ ପାଇବା, ନିଜର ସମ୍ମାନକୁ ପାଇବା, ନିଜକୁ ମାନେ ପ୍ରତିଷ୍ଠା କରିବା, এই ସମସ୍ତ ଗୁଡ଼ିକକୁ ମଧ୍ୟ ଆମେ ପ୍ରତିମା କହିପାରିବା। The greatest idol in our life is self-centered life. Self is the greatest idol. ଭୟଙ୍କର ଯୋଉଟା ପ୍ରତିମା ଅଟେ, ବଡ଼ ଗୋଟେ ପ୍ରତିମା ଯାହାକି ଆମେ ନିଜ ବିଷୟରେ ହିଁ ମନୋଯୋଗ କରିବା, ତାହା ହେଉଛି ଗୋଟେ ବଡ଼ ପ୍ରତିମା ଅଟେ। So repentance is a turning away from a self-centered life to a God-centered life. ମନ ପରିବର୍ତ୍ତନ ଏହା ଅଟେ ଯେ ଆମେ ନିଜର ହିଁ ମନୋଯୋଗ ନ କରି ଈଶ୍ୱରଙ୍କ ପ୍ରତି ମନୋଯୋଗିତା ହେବା। We can see a verse in Proverbs chapter 28 verse 13. 28 ର 13 ଆମେ ପଢିବା। Proverbs, yeah. It's written, he who covers his sin will not prosper, but whoever confesses and forsakes them will find mercy. Praise the Lord.
କେହି ଜଣେ ପଢିବାରେ ସାହାଯ୍ୟ କରନ୍ତୁ 28 ର 13 ପଦ ହିତୋପଦେଶ। ଯେ ଆପଣା ଅଧର୍ମ ଆଚ୍ଛାଦନ କରେ ସେ ମଙ୍ଗଳ ପାଏ ନାହିଁ, ମାତ୍ର ଯେଉଁ ଲୋକ ତାହା ସ୍ୱୀକାର କରି ଛାଡ଼େ ସେ ଦୟା ପାଇବ। So many people live a life of covering their sin. ଅନେକ ଲୋକମାନେ ନିଜର ପାପକୁ ଘୋଡେଇକିରି ଜୀବନ ଯାପନ କରୁଅଛନ୍ତି। They show outwardly everything is all right in their life, and that is they are well satisfied with such a life. ସେମାନେ ଦେଖାନ୍ତି ମାନେ ବାହ୍ୟକ ଜୀବନ ସବୁ କିଛି ଠିକ ଅଛି ଏବଂ ସେଥିରେ ସେମାନେ ସନ୍ତୁଷ୍ଟ, ସବୁ କିଛି ଠିକ ଠାକ ଚାଲିଛି ଏ ପ୍ରକାର ସେମାନେ ଦେଖାଇବାକୁ ଚାହାନ୍ତି। And even from God they cover their sins. ଈଶ୍ୱରଙ୍କ ପ୍ରତି ମଧ୍ୟ ସେମାନଙ୍କ ପାପକୁ ସେମାନେ ଲୁଚେଇକି ରଖନ୍ତି। But God sees all our thoughts, words, actions, everything. କିନ୍ତୁ ପରମେଶ୍ୱର ଆମମାନଙ୍କ କାର୍ଯ୍ୟ, ଆମମାନଙ୍କର ଭାଷା, ଆମମାନଙ୍କର ସବୁ ବିଷୟକୁ ସେ ଦେଖନ୍ତି। That is why it's written, we should confess our sin and forsake sin. That is repentance. ସେଥିପାଇଁ ଏଟା ଲେଖା ହେଇଲା ଆମମାନଙ୍କର ପାପକୁ ଆମମାନେ କହିବା, ତାହା ହେଉଛି ଅନୁତାପ ଅଟେ, ପ୍ରଭୁଙ୍କ ଆଡକୁ ଫେରିବାଟା ବିଷୟ। Confessing is admitting sin. Lord, I'm a sinner. Say, I should tell my sin individually. Lord, I've sinned here. Please cleanse me in thy blood. ପାପ ସ୍ୱୀକାର କରିବା ଏହା ଯେ ନିଜକୁ ଆମମାନେ କହିବା, ପିତାଙ୍କୁ କହିବା, ପ୍ରଭୁ ମୁଁ ଭୁଲ କରିଛି, ମୁଁ ପାପ କରିଅଛି, ଏ ପ୍ରକାର ନିଜର ମାନେ କହିଦେବାଟା। There is one more thing we have to do. We have to forsake sin. ଏବଂ ଆଉ ଗୋଟେ ବିଷୟ ମଧ୍ୟ ପାପକୁ ଆମମାନେ ପରିତ୍ୟାଗ କରିବା। Forsaking is to really say, Lord, I don't want to do it any time in my life again. ପରିତ୍ୟାଗ କରିବାର ଅର୍ଥ ଏହା, ପ୍ରଭୁ ମୋ ଜୀବନରେ ଆଉ ଏକ ଥର ମଧ୍ୟ ଏହି ପ୍ରକାର ପାପ ମୁଁ କରିବାକୁ ଚାହେଁ ନାହିଁ। I'm not saying I will not sin, but I'm saying, Lord, I don't want to sin anymore. ମୁଁ କରିବି ନାହିଁ ବୋଲି କହୁନି, କିନ୍ତୁ ମୁଁ କରିବାକୁ ଚାହେଁ ନାହିଁ ଏ ପ୍ରକାର କହିବା। Many people think sin as, say, taking cigarettes or liquor and things like that. ପାପ ଅର୍ଥ ଅନେକ ଲୋକ ଏ ପ୍ରକାର ସେମାନେ ମନୋଭାବରେ ଧାରଣ କରନ୍ତି, ସିଗାରେଟ ପିଇବା, ମଦ୍ୟପାନ କରିବା, ଏହି ସବୁ ଭାବରେ ସେମାନେ ଗଣନା କରିଅଛନ୍ତି। But Bible says that anger, envy, fear, anxiety, all these are sins before God. କିନ୍ତୁ ପାପ ଏହା କହେ, ବାଇବଲ ଏହା କହେ ଯେ ପାପର ଅର୍ଥ କ୍ରୋଧ କରିବା, ଦୁଃଖ କରିବା, ଈର୍ଷା କରିବା, ଜଣକୁ ପରଚର୍ଚ୍ଚା କରିବା, ଏ ସମସ୍ତ ପାପ ଅଟେ। I want to show you a verse in 2 Corinthians chapter 7 verse 10. ଦ୍ୱିତୀୟ କରନ୍ତୀୟ 7:10 ପଦ ଆମେ ପଢିବା। It's written here, godly sorrow produces repentance. ଏଠାରେ ଲେଖା ଅଛି, କାରଣ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ଯେଉଁ ଦୁଃଖ ତାହା ପରିତ୍ରାଣ ନିମନ୍ତେ ଏପରି ମନ ପରିବର୍ତ୍ତନ ଜନ୍ମାଏ। So it's written, godly sorrow produces repentance. ଏହା ଏ ପ୍ରକାର ମାନେ ଈଶ୍ୱରଙ୍କ ପ୍ରତି ଲେଖା ହେଲା, ଯାହାକି ଅନୁତାପ ତାହା ମନ ପରିବର୍ତ୍ତନ ଆଡକୁ ଆମମାନଙ୍କୁ ବଢାଇ ନେଇଥାଏ। So we have to remember that when we sin, we are putting another nail into the hand of Jesus. Dear brother, I could not hear you. Hello, can you hear me? It is raining, so can you today hear? Here is raining, so Okay, no, brother. brother. Once again, please repeat. Here is raining. That's why online this network is very weak today. Please. Yeah. Okay, brother. So when we sin, we are putting another nail into the hand of Jesus. ଯେତେବେଳେ ଆମମାନେ ଯୀଶୁ ଖ୍ରୀଷ୍ଟଙ୍କ ଠାରେ ଆମମାନେ ସମର୍ପଣ କରିବା ଆମମାନଙ୍କର ଯେଉଁ ସମସ୍ତ ବିଷୟକୁ, here it's written that godly sorrow produces repentance. ଐଶ୍ୱରୀୟ ଦୁଃଖ ଭୋଗ
मन परिवर्तन कढ़ाई निए। When we see sin as God sees it, that is the thing that produces repentance. ଯେତେବେଳେ ଆମମାନଙ୍କର ପାପକୁ ଈଶ୍ୱର ଦେଖନ୍ତି ସେହି ସମୟରେ ମନ ପରିବର୍ତ୍ତନ ଜନ୍ମାଇ ଥାଏ। So, but it's written, worldly sorrow produces death. କିନ୍ତୁ ଜାଗତିକ ଦୁଃଖ ଭୋଗ ମୃତ୍ୟୁ ଜନ୍ମାଏ। Worldly sorrow means, see, people don't understand me, or all people are against me. I only go through all these problems. See, these are the worldly sorrows. When we think like that, that is worldly sorrow. ଜାଗତିକ ଦୁଃଖ ଭୋଗ କଣ ଅଟେ? ଯେହେତୁ ଆମମାନେ ଏ ପ୍ରକାର ଭାବିବା ଅନ୍ୟମାନେ ମତେ ବୁଝି ପାରୁନାହାନ୍ତି, ମୁଁ ହିଁ ଦୁଃଖ ଭୋଗ ଦେଇକି ଯାଉଅଛି, ଏହି ସମସ୍ତ ଜାଗତିକ ଦୁଃଖ ଭୋଗ ଅଟେ। But when we see sin as God sees it, that produces godly repentance. କିନ୍ତୁ ଯେତେବେଳେ ଆମମାନେ ଈଶ୍ୱର ତାଙ୍କର ଦୁଃଖକୁ ଆମମାନଙ୍କର ଦୁଃଖକୁ ଦେଖନ୍ତି, ସେହି ସମୟରେ ଆମମାନେ ଐଶ୍ୱରିକ ମନ ପରିବର୍ତ୍ତନ ଆଡକୁ ନେଇଥାଏ। We have to know what is God's opinion about each sin. ଆମମାନେ ଈଶ୍ୱରଙ୍କର ମତକୁ ଦେଖିବାର ଅଛି ପାପ ବିଷୟରେ। We can see here in verse 11 what is the result of godly sorrow and true repentance. 11 ପଦରେ ଆମେ ଦେଖିବା ଈଶ୍ୱରଙ୍କର ଇଚ୍ଛା କଣ ସେଇ ବିଷୟରେ ଆମେ ଯେଣୁ ଦେଖ ଈଶ୍ୱରଙ୍କ ଇଚ୍ଛା ଅନୁସାରେ ତୁମ୍ଭେମାନେ ଏହି ଯେଉଁ ଦୁଃଖ ପାଇଲ ତାହା ତୁମମାନଙ୍କ ଠାରେ କେତେ ଉତ୍ସାହ, କେତେ ଅଭିଯୋଗ ଖଣ୍ଡନ, କେତେ ବିରକ୍ତି, କେତେ ଭୟ, କେତେ ଆଗ୍ରହ, କେତେ ଉଦ୍ଯୋଗ, କେତେ ପ୍ରତିକାର ଜନ୍ମାଇ ଅଛି, ଏହି ବିଷୟରେ ତୁମେମାନେ ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ବୋଲି ପ୍ରମାଣ ଦେଇଅଛ। So what are the results of true repentance? Hatred towards sin, fear of God, great desire for God. These are the results of true repentance. ଦେଖନ୍ତୁ ପ୍ରକୃତ ମନ ପରିବର୍ତ୍ତନ ଅର୍ଥ ପାପକୁ ଆମମାନେ ଘୃଣା କରିବା, ଏହା ହେଉଛି ପ୍ରକୃତ ମନ ପରିବର୍ତ୍ତନ ବା ପ୍ରାୟଶ୍ଚିତ ଅଟେ। See, imagine in your house there is a lizard. ଆମମାନେ ମନେ ଯଦି ଆମମାନଙ୍କ ଘରେ ଗୋଟେ ଝିଟିପିଟି ଅଛି, if 2-3 lizards are there in our house, there is no problem for us in the night to go to bed. ଯଦି 2 ବା 3ଟା ଅଛି ସେହି ସମୟରେ ଆମମାନେ ଘରକୁ ଯିବା ପାଇଁ ଅସୁବିଧା ନାହିଁ। But if there is a snake in our house, a snake like cobra, ଯଦି a snake ଆମମାନଙ୍କ like ଘରେ cobra in the house, ଯଦି ଆମମାନଙ୍କ ଗୃହରେ ଗୋଟେ ସାପ କବ୍ରା ଯାହାକି ବିଷାକ୍ତ ସାପ ନାଗ ସାପ ଯଦି ଅଛି, then we cannot go to sleep on the bed, because next day morning we all will be dead. ସେହି ସମୟରେ ଆମମାନେ ଘରକୁ ଯାଇ ଶୋଇବାଟା ଆମମାନଙ୍କ ପ୍ରତି ଅସମ୍ଭବ ଅଟେ, ଯେହେତୁ ଆର ଦିନ ହୁଏତ ଆମମାନେ ମରିଯିବା। So if we look at sin as a lizard, we will never hate sin. ଯଦି ଆମମାନେ ପାପ ଗୋଟେ ଝିଟିପିଟି ଭଳିଆ ଯଦି ଦେଖିବା, ଆମମାନେ କେବେ ମଧ୍ୟ ତାହାକୁ ଘୃଣା କରିବା ନାହିଁ। We have to look at sin as a snake cobra or some extremely poisonous snake. ପାପକୁ ଆମମାନେ ଏ ପ୍ରକାର ଦେଖିବାର ଅଛି ଯୋଟେ ଯେ ନାଗ ସାପ ଯାହାକି ମାନେ ଇଏରେ ବିଷାକ୍ତରେ ପରିପୂର୍ଣ୍ଣ ଅଛି, ସେ ପ୍ରକାର ଭାବେ ପାପକୁ ଆମମାନେ ଘୃଣା କରିବାର ଆବଶ୍ୟକ। A great man of God called Charles Spurgeon gave this example about repentance. ଚାର୍ଲସ ସ୍ପର୍ଜିନ୍ ଯେ କି ପ୍ରଭୁଙ୍କର ମହାନ ଦାସ, ମନ ପରିବର୍ତ୍ତନ ବିଷୟ ଏ ପ୍ରକାର ସେ କହିଅଛନ୍ତି। Imagine in one room, on the one corner you have put one plate full of chicken biryani, and on the other corner you have put a plate full of dirt and filth. ए प्रकार कल्पना करंतु गोटे रूम रे आपनकर गोटे साइड रे चिकन बिरयानी अछि एवं आ गोटे साइड रे समस्त दुर्गंध भलो विश्व नाही।
Imagine we are allowing a pig to come to that room. Pig to come to that room. yes yes मने पका टिके कल्पना करंतु जदि सही रूम को सही कोठरी को गोटे घुसरी आसीबो Where will the pig go? केउ स्थान को बा को प्लेट को सही घुसरी प्रथमे जीवो Pig will go to that plate full of dirt and filth, and it will roll in that dirt and filth. घोसरी नितांत भावरे से दुर्गंध सड़ाकुटा जहा कि भल विश्व नहीं सेठी को जीव एवं से सेठारे सोइबो This is how all the worldly people are. They love sin, they roll in sin, and they enjoy sin. एही प्रकार भावरे जागतिक लोक माने पाप को से माने भलो पांती पाप निकट को जानती पाप को आलिंगन करंती एवं से पाप रे ही सोई पड़ंती But imagine at that time a miracle happened. जदि सही समय गोटे चमत्कार घटिबो Imagine that pig is turned to a man. कल्पना करंतु जदि सही घुसरी मनुष्य भावरे से जे प्रकार परिवर्तन हबो मनुष्य होई जीवो What will that man do? सही मनुष्य कोन करिवो That man will go to the other end and will enjoy chicken biryani. किंतु सही मनुष्य आउ गोटे पार्श्व को जीव एवं से चिकन बिरयानी को खाई कि से आनंद उपभोग उठेबो You ask him, do you want to go to that filth again and roll in it? आपण ताक पचारंतु आपण सेही गंध सेही प्लेट को सेही जीवे कि सेही सेठारे सोइबे कि सेठारे गोडै तुडे हेबे कि He will say, no, I hate that. से कहिबो नाइ मु जीविनी ताक मु घृणा करे कहिबो Today, now I can only enjoy chicken biryani. I have no enjoyment for that dirt and filth. आजी मु चिकन बिरयानी को उपभोग करिछि किंतु से दुर्गंध मैला आवर्जना को मु जीवी नाही That is a true born again Christian. ताहा होछि प्रकृत रे सत्य भाव रे पुनर्जन्म हेतिबा जने ख्रीष्टीय जीवन अटे The true mark of repentance is that person will hate sin. प्रथम चिन्ह हैला मन परिवर्तन रो बा आम मानकर पुनर्जन्म रो सही व्यक्ति पाप को घृणा करिवो So we saw there that when our opinion of sin should become God, our opinion of sin should change, and we should have the opinion of sin as God sees sin. आम मानकर पाप प्रति मन परिवर्तन हेबो एवं जो पाप को ईश्वर देखंती से प्रकार भाव रे पाप को ईश्वर देखंती I want to show you about one sin today, and that is the sin of anger. पाप विषय रे आपण मान को देखा को चाहिए That is the sin of जहाँ anger. की पाप जहाँ की क्रोध राग We can see रागिबा विश्व क्रोधबा विश्व we can see in Matthew chapter 5 verse 21. आमाने माथ्यू 5 पदर को जिबा Here we read that you have heard it is said in the old that you shall not murder, and whoever murders will be danger of judgment. एठारे कोहा गला काहा को मध्य नरहत्य कर नाही जो मन नरहत्य करिवे से माने विपद रे पड़िबे. But Jesus said in verse 22, I say to you, whoever is angry with his brother shall be in danger of judgment. किंतु यीशु ख्रीष्ट कहले जे कोनोसी व्यक्ति निजर भाई को घृणा करी माने क्रोध करिवो से विचार स्थाने दंडनीय हेबो. So in the words of Jesus, he said, if we are angry, that is equal to murder. यीशु को भाषा रे जदि आपण माने रागिबे क्रोध करिवे ताहा मर्डर करिवार समान अटे. Imagine we have
today we got angry towards 3 people, it is equal to murdering 3 people. କଳ୍ପନା କରନ୍ତୁ ଯଦି ଆଜି ଆମମାନେ 3 ଜଣ ବ୍ୟକ୍ତିଙ୍କୁ ରାଗି ଯାଇଛୁ ତେବେ ତାହା ଏ ପ୍ରକାର ଯେ 3 ଜଣ ବ୍ୟକ୍ତିଙ୍କୁ ଆମମାନେ ନରହତ୍ୟା କରିଅଛୁ। And then Jesus said, if you in anger, if you call somebody Raka or you fool, Jesus says you will go to hellfire. ସେ ପ୍ରକାର ଭାବେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଭାଇକୁ ଯଦି ମୂର୍ଖ ବୋଲି ଯେ କହିବ ସେ ମହାଦଣ୍ଡରେ ଦଣ୍ଡନୀୟ ହେବ ଏବଂ ସେ ନରକର ଅଗ୍ନି ସ୍ଥାନରେ ତାହାକୁ ଦଣ୍ଡନୀୟ ହେବ। So we saw earlier that we should look at sin as God looks at it. जो पापକୁ ଯେ ପ୍ରକାର ପ୍ରଭୁ ଈଶ୍ୱର ଘୃଣା କରନ୍ତି ଦେଖନ୍ତି ସେହି ପ୍ରକାର ଭାବରେ ଆମମାନେ ପାପକୁ ଦେଖିବାର ଆବଶ୍ୟକ ଅଟେ। See, if we look at anger as, that is a small sin, everybody does it, it is not a problem, then we will never hate anger. ଆମମାନେ ଏଇ କ୍ରୋଧକୁ ଏ ପ୍ରକାର ଦେଖିବାର ଅଛି ଆମମାନେ ଅନେକ ସମୟ ଭାବିଥାଉ ସେଟା ଗୋଟେ ଛୋଟ ପାପ ଛୋଟ ବିଷ ବୋଲି ଏମିତି ଭାବିଥାଉ। If we look at sin, anger like that, we will never hate anger. ଯଦି ଏଇ କ୍ରୋଧକୁ ମାନେ ଯଦି ଆମମାନେ ଗୁରୁତ୍ୱର ଭାବରେ ଦେଖିବା ତେବେ ଆମମାନେ ତାହା କରିବା ନାହିଁ। But Jesus said anger is equal to murder, and if you keep on living in anger, you will go to hell. If I live in anger, I will go to hell. ଯଦି ଆମମାନେ ସେଇ କ୍ରୋଧରେ ହିଁ ରହିବା ତେବେ ଆମମାନେ ସେଇ ନରକମୟ ସ୍ଥାନକୁ ଯିବା। See, this is not my opinion. We can see this is what Jesus said. ଏହା ମୋହର ମତ ନୁହଁ କିନ୍ତୁ ଏହା ଈଶ୍ୱରଙ୍କର ବାକ୍ୟ ଯୀଶୁଙ୍କର କଥା ଅଟେ। When we see sin is so serious before God, we will go to God and cry, Lord, save me from anger. ଯଦି ଆମମାନେ ଏହି ପାପକୁ ଏହି କ୍ରୋଧକୁ ସିରିୟସ୍ ଭାବରେ ନେବା ଗୁରୁତ୍ୱର ଭାବରେ ନେବା ତେବେ ଆମମାନେ ପିତାଙ୍କ ନିକଟକୁ ଯିବା କ୍ରନ୍ଦନ କରିବା କହିବା ମୁଁ ଆଉ କ୍ରୋଧ କରିବାକୁ ଚାହେଁ ନାହିଁ। Lord, through anger I'm putting nail into the hand of Jesus. I don't want to do that. ଦେଖ ସେଇ କ୍ରୋଧ କରିବା ଦ୍ୱାରା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ହସ୍ତରେ ମୁଁ କଣ୍ଟା ମାରୁଅଛି ସେଥିପାଇଁ ମୁଁ ତାହାକୁ ପୁନର୍ବାର କରିବାକୁ ଚାହେଁ ନାହିଁ। Then we see in verse 23, imagine you are bringing your gift to the altar. That means you come before God for prayer or for Bible reading. ଦେଖନ୍ତୁ ଆମମାନେ ଯେତେବେଳେ ପିତା ଈଶ୍ୱରଙ୍କ ନିକଟକୁ ଆସୁ ବେଦୀ ନିକଟକୁ ଆସୁ ବା ବାଇବଲ ଷ୍ଟଡି ନିମନ୍ତେ ଆସୁ and then we are remembering that maybe our wife, maybe our husband, maybe another brother has something against me. ଆମମାନେ ମନେ ପକାଉ ସେହି ସମୟରେ ଯେ ମୋର ଭାଇ ମୋ ବିଷୟରେ କିଛି କଥା ଅଛି ବା ମୋର ସ୍ତ୍ରୀଙ୍କର ବା ଅନ୍ୟ ଜଣେ ଭାଇଙ୍କର କଥା କୌଣସି ବିଷୟ ଗୋଟେ ଅଛି। Imagine I got angry with my wife and I'm not 2-3 days I'm not talking to my wife. ଯଦି ମୋର ସ୍ତ୍ରୀଙ୍କ ସହିତ ମୁଁ କ୍ରୋଧ କରିଛି ଏବଂ 2-3 ଦିନ ହେଲା ମୁଁ ତା ସହିତ କଥା ହଉ ନାହିଁ। Imagine I come for prayer and immediately I remember, see, my wife has got something against me, or that brother has got something against me. ଆଉ ପ୍ରଭୁଙ୍କ ନିକଟକୁ ଆସିଥିବା ସମୟରେ ହଠାତ୍ ମୁଁ ମନେ ପକାଇଲି ମୋ ସ୍ତ୍ରୀ ମୋ ବିରୁଦ୍ଧରେ କିଛି କଥା ଅଛି ବା ମୋର ଭାଇ କିଛି ମୋ ବିଷୟରେ କଥା ଅଛି ସେଇ ସମୟରେ ମନେ ପଡେ। The reason is because I got angry sometime earlier. ଯେହେତୁ ମୁଁ ତା କିଛି ଦିନ ପୂର୍ବରୁ ମୁଁ ରାଗି ଯାଇଥିଲି କ୍ରୋଧ କରିଥିଲି ତାହା ସେଇ ବିଷୟ ଅଛି। Then Jesus said in verse 24, stop praying now, leave your altar, leave your gift at the altar. Now what is important is not Bible reading and prayer. ସେଇ ସମୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହନ୍ତି ତୁମର ନୈବେଦ୍ୟକୁ ଛାଡ଼ି ଦିଅ ଏବଂ ବାଇବଲ ରିଡିଂ ବା এই ସମସ୍ତ ପ୍ରଥମ ନୁହଁ। First thing now you have to go and ask forgiveness to your wife
or to your husband or to somebody else. And I have to be in peace with my wife and husband. प्रथम विषय निजर भाई पाखकु जानतु बा स्त्री पाखकु जानतु एवं क्षमा मागंतु. If the other person is not ready to receive my forgiveness, it's okay. At least I should ask forgiveness. जदि अन्य कोनोसी व्यक्ति अन्य व्यक्ति से जदि क्षमा देवाकु चाहे नाही किंतु मोर प्रथम कार्य होची मु निज माने मो तरफरु मु प्रथमे तांकु क्षमा प्रार्थना करे. Otherwise, my prayer and Bible reading have no value before God. जदि आमने ए प्रकार क्षमा मागिबा नाही तेबे आमानकर प्रार्थना वाक्य अध्ययन प्रभुंको दृष्टि रे किछि मध्य मूल्यवान नुह. I may say, I don't have anything against that person. वे तो मु कहि पारे ता सेही व्यक्ति को विषय रे मोर कोनोसी किछि मध्य नाही. But what is written here is the other person has got something against me. किंतु एठार लेखा जायछि अन्य जने व्यक्ति मो विरुद्ध रे किछि कथा अछि. My wife or my husband has got something against me. मोर स्त्री बा मोर भाई किछि कथा मो विरुद्ध रे अछि मो विषय रे अछि. Because I spoke a hard word. I spoke in anger earlier. जेहेतु मु कठोर भावरे भाषा कहिथिली रागी की कथा कहिथिली. Then Bible says I have to go and ask forgiveness to that person. एवं बाइबल ए प्रकार कहे से भाई बा भौणी बा स्त्री पाखकु जाय कि प्रथमे क्षमा प्रार्थना मागिबार आवश्यक अछि. Then come back and read your Bible and pray. एवं तापरे आसो एवं वाक्य अध्ययन करो बाइबल पठन रे आगे चलो. And then in verse 25, it's written, you have to do such things quickly. Otherwise, it's written that you can be thrown into prison. That is what we read in verse 25. That is prison of devil. या 25 रे लेखा जायछि ताहा क्विकली करिवार अछि हठात करिया शीघ्र करिवार अछि आ माने विलंब करिबा नै. जदि विलंब करिबा होय तो कारागार निक्षेप होबा विषय लेखा जायछि. So we see before Jesus, before the eyes of God, anger is a very serious sin. आ माने यीशु ख्रीष्टको सम्मुखरे पिताको सम्मुखरे क्रोध गुटे गुरुत्वपूर्ण विषय अटे. When we see each sin as God sees it, our attitude to sin changes and we begin to hate sin. One second, brother, I could not hear you. When we see each sin as God sees it, we begin to hate each of these sins. आज देखिवा गोटे गोटे पाप को पिता देखंती से प्रकार जदि हम माने मनोभाव नेबा तबे पाप को हम माने घृणा करिबा. So that is the way in which true repentance can come. ए प्रकार भावरे प्रकृत रे मन परिवर्तन बा प्रायश्चित आसीथाए. We saw earlier, we have to confess our sin and forsake sin. हमने प्रथम रे देखिलु पाप हमने करिबा नाही एवं पाप को हमने परित्याग करिबा पाप विषय रे हमने स्वीकार करिबा. When we truly see sin as God sees it, we begin to cry and say, Lord, please deliver me from these sins. जे प्रकार भावरे पिता ईश्वर वा प्रभु यीशु ख्रीष्ट पाप को देखुचंती जदि हमने सेही प्रकार भावरे गुरुत्वपूर्ण भावरे देखिबा तबे पितांक निकटरे माने कांदिबा एवं एई पापरु एई क्रोधरु मते मुक्त कर हमने कहिबा. So that is how we can, as we saw earlier, that is how we can come to true salvation from sin. सेही प्रकार भावरे हमने प्रकृत रे पापरु हमने मुक्त पाइबा. This is how we can turn from selfishness to God. एही प्रकार भावरे पितांक निकटको हमने फेरिबा ताहांकु देखिबा. A self-centered life to a God-centered life. निजर मनोभाव न नै प्रभुंकर मनोभाव रे हमने नै कि बंचिबा. So may God help us
for such a life. ସେଥିପାଇଁ ପ୍ରଭୁ ଆମମାନଙ୍କୁ ପ୍ରତ୍ୟେକଙ୍କୁ ଆଶୀର୍ବାଦ କରନ୍ତୁ ଈଶ୍ୱରୀୟ ଜୀବନ କାଟିବା ପାଇଁ ଈଶ୍ୱରଙ୍କ ପ୍ରତି ମନୋଯୋଗ ହେବା ପାଇଁ। ଧନ୍ୟବାଦ।